ଜଙ୍ଗଲରେ ବର୍ଷା ବହୁତ ଦିନ ଧରି ହେଉଥିଲା। ଶ୍ରାବଣ ମାସରେ ତ ବର୍ଷା ହୋଇଥାଏ, ହେଲେ ବର୍ଷା ଛାଡ଼ିବାର ନାଁ ହିଁ ଧରୁନଥିଲା। ବହୁତ ଦିନ ଧରି ବର୍ଷା ହେବା କାରଣରୁ ପକ୍ଷୀମାନଙ୍କ ଘରେ ଖାଇବାକୁ ଦାନା ସବୁ ସରିଯାଇଥିଲା। ଏମିତିରେ ପୁଚୁ ଚଢ଼େଇର କୌଣସି ଚିନ୍ତା ନଥିଲା, କାହିଁକି ନା ସେ ବହୁତ ଗୁଡ଼ାଏ ଦାନା ଆଣିକି ରଖିଥିଲା। ପୁଚୁ ତା ଘରେ ବହୁତ ଭଲରେ ଥିଲା। ପିଲାମାନେ, ତମେ ମୋତେ କହୁଥିଲ ନା ଏ ଚନା ଦାନା କ'ଣ ପାଇଁ ଆଣିକି ରଖୁଛ ବୋଲି? ଏବେ ଦେଖୁଛ, ବହୁତ ଦିନ ହେଲାଣି ବର୍ଷା ଛାଡ଼ୁନି, ହେଲେ ଆମ ପାଖରେ ଏତେ ଦାନା ଅଛି ଯେ ବର୍ଷା ଛାଡ଼ିବା ଯାଏଁ ଆମେ ଆରାମରେ ରହିପାରିବା। ବଞ୍ଚିବାକୁ ହେଲେ ଆମକୁ ବହୁତ କଷ୍ଟ କରିବାକୁ ପଡ଼ିବ। ଭଲ ଦିନରେ ଖରାପ ଦିନର ଧ୍ୟାନ ରଖିବାକୁ ପଡ଼ିବ। ମୁଁ ଏଇସବୁ ଆମ ବଡ଼ମାନଙ୍କଠୁ ଶିଖିଛି, ଆଉ ଏବେ ଏଇସବୁ ତମକୁ ଶିଖିବାକୁ ପଡ଼ିବ। ପୁଚୁ ଏଇସବୁ ତା ପିଲାମାନଙ୍କୁ କହୁଥିଲା, ହେଲେ ସେଇ ସମୟରେ କିଏ ଗୋଟେ ତାଙ୍କ ଘର କବାଟକୁ ଠକ୍ ଠକ୍ କଲା। ମା, ଇଏ କିଏ ଏତେ ବର୍ଷାରେ ଆମ ଘର କବାଟ ଠକ୍ ଠକ୍ କରୁଛି? ମୁଁ ଜାଣିନି ପିଲାମାନେ, ମୁଁ ଯାଇକି ଦେଖୁଛି। କିଏ? ମୁଁ କାଉ, ତମ ପାଖ ଗଛରେ ରୁହେ। ମୁଁ ବହୁତ ଅସୁବିଧାରେ ଅଛି, ଦୟାକରି ମୋତେ ସାହାଯ୍ୟ କର। ମୁଁ ତମକୁ ବହୁତ ଭଲରେ ଜାଣିଛି। ଚାଲାକ୍ କାଉ, ତମେ କ'ଣ ଚାହୁଁଛ? ମୁଁ ବହୁତ ଅସୁବିଧାରେ ତମ ପାଖକୁ ଆସିଛି। ମୋର ଛୁଆ ଆଉ ମୋ ସ୍ତ୍ରୀ ବହୁତ ଭୋକରେ ଅଛନ୍ତି। ଯଦି ତମେ ମୋତେ କିଛି ଖାଇବାକୁ ଦାନା ଦେବ ତ ତମର ବହୁତ ପୁଣ୍ୟ ହବ। ମା, ସେ ବହୁତ ଅସୁବିଧାରେ ଅଛି, ତାକୁ ସାହାଯ୍ୟ କର। ଆମ ପାଖରେ ତ ଖାଇବା ଅଛି, ଆମେ ସାହାଯ୍ୟ କରିବା ଦରକାର। ମୁଁ ଦେଖୁଛି, ଭିତରକୁ ଆସ। ମୁଁ ତମକୁ ବହୁତ ଭଲରେ ଜାଣିଛି। ଭଲ ଦିନରେ ତମେ କେବେ ପରିଶ୍ରମ କରୁନ, ଆଉ ଯେବେ ବର୍ଷା ଦିନ ଆସୁଛି ତମେ ମାଗିକି ଚଳୁଛ। ତମେ ସବୁ ବର୍ଷ ଏମିତି ମାଗିକି ହିଁ ଚଳୁଛ। ଯଦି ତମ ପିଲାମାନଙ୍କ କଥା କହିନଥାନ୍ତ ତ ମୁଁ ତମକୁ କେବେ ସାହାଯ୍ୟ କରିନଥାନ୍ତି। ମୁଁ ବହୁତ ଲଜ୍ଜିତ। ଏଇ ଚନାର ଦାନା ନେଇଯାଅ, ଏଇଥିରେ ତମ ପିଲାମାନଙ୍କ ପେଟ ପୁରିଯିବ। ଧନ୍ୟବାଦ, ତମ ଉପରେ ମୁଁ ସବୁବେଳେ ଋଣୀ ରହିବି। କାଉ ସେ ଚନାକୁ ନେଇ ସେଇ ପାଖ ଘରକୁ ଚାଲିଯାଏ। ବହୁତ ଗର୍ବ ସେ ପୁଚୁଟାର। ମୋତେ କିଛି ଚନା ଦାନା ଦେଲା ନା ନାହିଁ, କେତେ କଥା ଶୁଣେଇ ଦେଲା। କ'ଣ କହୁଥିଲା? ଏହି, ତମେ ଭଲ ଦିନରେ କାମ କରୁନ, ଖରାପ ଦିନରେ ଚିନ୍ତା କରୁନ। ତମେ ଛାଡ଼ ତା କଥା। 2-3 ଦିନରେ ବର୍ଷା ଛାଡ଼ିଯିବ, ତାକୁ କିଏ ପଚାରେ? ଆଉ ସେମାନେ ଚନାର ଦାନା ଖାଇକି ଶୋଇପଡ଼ନ୍ତି। ତା ପରଦିନ କାଉଟି ପୁଣି ହଇରାଣ ଥିଲା। ରାତି ତ ଖାଇଦେଲେ, ହେଲେ ଏଇନା କ'ଣ ଖାଇବେ? ଦିନ ସାରା ଏମିତି ହିଁ ରହିଗଲା, ଆଉ ବର୍ଷା ବନ୍ଦ ହିଁ ହେଉନଥାଏ। କାଉର ଛୁଆମାନେ ପୁଣି କିଛି ଖାଇବାକୁ ମାଗିଲେ। ଏବେ କ'ଣ କରିବା? ପିଲାମାନେ ଭୋକରେ ଅଛନ୍ତି। ତମେ ଆଉ ଥରେ ଯାଅ ସେ ପୁଚୁ ପାଖକୁ, ଯଦି ସେ ଆଉ କିଛି ଦେବ। ନା, ମୁଁ ଯିବିନି ତା ପାଖକୁ। ମୁଁ ଯାଇକି ତା ଭାଷଣ ଶୁଣି ପାରିବିନି। ତାହେଲେ କ'ଣ କରିବା? ତା ଘରେ ଚନାର ଦାନା ବହୁତ ଅଛି। ସେମାନେ ରାତିରେ ଶୋଇପଡ଼ିଲେ ମୁଁ ଚୋରି କରିକି ନେଇ ଆସିବି। ଆଉ ସେ ଭୋକରେ ଶୋଇବ, ଆଉ ଆମେ ଖାଇକି ଆରାମରେ ରହିବା। କାଉ ରାତି ହେବାର ଅପେକ୍ଷା କରିଲା। ଲାଗୁଛି ପୁଚୁ ଶୋଇପଡ଼ିଲା। ଏବେ ତମେ ଯାଅ। କାଉଟି ଧୀରେ ଧୀରେ କବାଟ ଦେଇ ଘର ଭିତରକୁ ପଶିଗଲା। ଚନାର ଦାନା କୋଉଠି ଥିଲା ଆଗରୁ ହିଁ ସେ ଦେଖିଦେଇଥିଲା, ଆଉ ଯାଇକି ସେ ଚୋରି କରିବାକୁ ଲାଗିଲା। ତା ବ୍ୟାଗରେ ଚନା ଦାନା ଭରୁଥିଲା। ସେ ଭିତରେ କାଉର ଲାଞ୍ଜରେ ନିଆଁ ଲାଗିଗଲା, ଆଉ କାଉ ଚିଲାଇଲା, ମୋ ଲାଞ୍ଜ, ମୋ ଲାଞ୍ଜ, ମୋ ଲାଞ୍ଜ। କାଉର ଆବାଜ ଶୁଣି ପୁଚୁ ଉଠି ପଡ଼ିଲା, ଆଉ କାଉର ଲାଞ୍ଜରେ ନିଆଁ ଲାଗିଥିବାର ଦେଖି ପାଣି ପକାଇ ଲିଭେଇ ଦିଏ। କାଉ ଲଜ୍ଜାରେ କିଛି କହିପାରୁନଥାଏ, ହେଲେ ପୁଚୁ କାଉକୁ କିଛି ଚନାର ଦାନା ଦେଇଦେଲା। ଇଏ ତମ ପିଲାମାନଙ୍କ ପାଇଁ, ଆଉ ଘରକୁ ଯାଇ ତମ ଲାଞ୍ଜରେ ମେଡ଼ିସିନ ଲଗାଇଦବ।